ନମ୍ବର 1 9 ମାସ ପରେ ପୃଥିବୀକୁ ଫେରିଲେ ସୁନିତା ୱିଲିୟମ୍ସ। ନିକ୍ ହେକ୍ ସୁନିତା ୱିଲିୟମ୍ସ, ବୁଚ୍ ୱିଲମୋର ଏବଂ ମହାକାଶଚାରୀ ଆଲେକ୍ଜାଣ୍ଡର ଗୋର୍ବୁନୋଭ୍ ସ୍ପେସ୍ ଏକ୍ସ ଡ୍ରାଗନ୍ ମହାକାଶଯାନରେ ପୃଥିବୀକୁ ସୁରକ୍ଷିତ ଫେରିଛନ୍ତି। ଭାରତୀୟ ସମୟ ଅନୁସାରେ 19 ମାର୍ଚ୍ଚ ସକାଳ 3:37ରେ ଫ୍ଲୋରିଡାରେ ଅବତରଣ କରିଥିଲା ସ୍ପେସ୍ ଏକ୍ସ ଡ୍ରାଗନ୍ କ୍ୟାପସୁଲ୍। ସ୍ପେସ୍ ଏକ୍ସ ଡ୍ରାଗନ୍ କ୍ୟାପସୁଲ୍ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଅଲଗା ହୋଇ ଧୀରେ ଧୀରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା ଏବଂ ପରେ ଫ୍ଲୋରିଡାର ସମୁଦ୍ରରେ ସଫଳତାର ସହ ଅବତରଣ କରିଥିଲା। ସେହିପରି ନାସା ଏବଂ ସ୍ପେସ୍ ଏକ୍ସ ଦଳ କ୍ୟାପସୁଲ୍ରୁ ସୁରକ୍ଷିତ ଭାବରେ ମହାକାଶଚାରୀମାନଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ନମ୍ବର 2 ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍ ମାର୍କ। ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା। ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍ ମାର୍କ। ଦଶମ ବୋର୍ଡ ବିଜ୍ଞାନ ପରୀକ୍ଷା ସବଜେକ୍ଟିଭ୍ ପରୀକ୍ଷାରେ 4 ମାର୍କ ପ୍ରଶ୍ନ ନଥିବା ନେଇ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍ ମାର୍କ। ତେବେ କେତେ ମାର୍କ ମିଳିବ ସେ ନେଇ ବୋର୍ଡ ପରୀକ୍ଷା କମିଟି ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ। ମୂଲ୍ୟାଙ୍କନ ସମୟରେ ଏହି ମାର୍କ ସେହି ବିଷୟର ମୂଳ ମାର୍କ ସହିତ ଯୋଡ଼ା ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନମ୍ବର 3 12 ଦଫା ଦାବିରେ ଗର୍ଜିଲା ଓଡ଼ିଶା ମାତୃଶକ୍ତି ମିଶନ। ମାସକୁ ସୁଭଦ୍ରା ଟଙ୍କା 800 ଟଙ୍କା ଦରକାର ନାହିଁ। 50,000 କହିଥିଲ ହେଲେ ଦେଇଛ ମାତ୍ର 10,000 ଟଙ୍କା। ଆମର ଦରକାର ନାହିଁ ମାସକୁ 800 ଟଙ୍କା। ଫେରାଇ ନିଅ ସୁଭଦ୍ରା ଟଙ୍କା, ତା ବଦଳରେ ବରଂ ଆମକୁ ନିଯୁକ୍ତି ଦିଅ। ବିଭିନ୍ନ 12 ଦଫା ଦାବିରେ ଆଜି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲେ ଓଡ଼ିଶା ମାତୃଶକ୍ତି ମିଶନର ମହିଳାମାନେ। ଓଡ଼ିଶା ମାତୃଶକ୍ତି ମିଶନ ପକ୍ଷରୁ ଆଜି ରାଉରକେଲା ମହାନଗର ନିଗମ ସମ୍ମୁଖରେ ଶତାଧିକ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏନେଇ ଏକ ଦାବିପତ୍ର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଆର୍ଏମ୍ସି କମିଶନ ଆଶୁତୋଷ କୁଲକର୍ଣ୍ଣୀଙ୍କ ଜରିଆରେ ପ୍ରଦାନ କରିଥିଲେ। ନମ୍ବର 4 ପ୍ରଥମ ଶ୍ରେଣୀ ନାମଲେଖା ବୟସ ଦ୍ୱନ୍ଦ୍ୱ ଦୂର କଲା ଗଣଶିକ୍ଷା ବିଭାଗ। ପ୍ରଥମ ଶ୍ରେଣୀ ନାମଲେଖା ନେଇ ବୟସ ଦ୍ୱନ୍ଦ୍ୱ ଦୂର କଲା ଗଣଶିକ୍ଷା ବିଭାଗ। ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ 6 କିମ୍ବା ଚତୁର୍ଥ ଜରୁରୀ। 2025-26 ଶିକ୍ଷାବର୍ଷ ପୂର୍ବରୁ ନିୟମ କାର୍ଯ୍ୟକାରୀ ନେଇ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ନିୟମ ଲାଗୁ ନିଷ୍ପତ୍ତି ହୋଇଛି। 6 ବର୍ଷ ବୟସ ଗଣନା ନେଇ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି। ମାର୍ଚ୍ଚ 31 ପରିବର୍ତ୍ତେ ସେପ୍ଟେମ୍ବର 1 ତାରିଖକୁ ବୟସ ସୀମା ଧରାଯିବ। ସେପ୍ଟେମ୍ବର 1 ସୁଦ୍ଧା ବୟସ 6 କିମ୍ବା ଚତୁର୍ଥ ହେଲେ ପ୍ରଥମ ଶ୍ରେଣୀ ନାମ ଲେଖାଇ ପାରିବେ ପିଲା। ନମ୍ବର 5 ହିଟ୍‌ୱେଭ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ। ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଡାକିଛନ୍ତି। ରାଜ୍ୟର ଗ୍ରୀଷ୍ମ ପ୍ରବାହକୁ ନେଇ ଆଜି ସନ୍ଧ୍ୟାରେ ସମୀକ୍ଷା କରିବେ। କେମିତି ହିଟ୍‌ୱେଭ୍‌କୁ ମୁକାବିଲା କରାଯାଇପାରିବ ସେଥିପାଇଁ ରଣନୀତି ଚୂଡ଼ାନ୍ତ ହେବ। ଉପସ୍ଥିତ ରହିବେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ପାଣିପାଗ ବିଜ୍ଞାନୀ ଓ ବରିଷ୍ଠ ଅଧିକାରୀ। ସନ୍ଧ୍ୟା 5ଟାରେ ଲୋକସେବା ଭବନରେ ବସିବ ଏହି ବୈଠକ। ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ। ନମ୍ବର 6 ରାଜ୍ୟରେ ଆସନ୍ତା 24 ଘଣ୍ଟା ଯାଏଁ ରହିବ ସିଭିୟର ହିଟ୍‌ୱେଭ୍। 20 ତାରିଖ ବେଳକୁ କମିବ ତାତି। ରାଜ୍ୟରେ 19 ତାରିଖ ପର୍ଯ୍ୟନ୍ତ କଳବଳ କରିବ ଅସମ୍ଭାଳ ତାତି। ଜ୍ୱଳୁଛି ଆଭ୍ୟନ୍ତରୀଣର ଉପକୂଳ। ଆସନ୍ତା 24 ଘଣ୍ଟା ଯାଏଁ ସିଭିୟର ହିଟ୍‌ୱେଭ୍ ରହିବ। ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହୋଇପାରେ। 20 ତାରିଖ ବେଳକୁ କମିବ ତାପମାତ୍ରା। 2ରୁ 4 ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ତାପମାତ୍ରା ହ୍ରାସ ସହ 3 ଦିନ ପରେ ବିଜୁଳି ଘଡ଼ଘଡ଼ି ସହ କିଛି ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ନମ୍ବର 7 ବଦଳିଲା ଟ୍ରାଫିକ୍ ନିୟମ 10 ଗୁଣା ବଢ଼ିବ ଜରିମାନା। ଭାରତ ସରକାର 1 ମାର୍ଚ୍ଚ 2025ରୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରିଦେଇଛନ୍ତି। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଅନେକ ମାମଲାରେ ଜରିମାନା 10 ଗୁଣା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଭାରୀ ଜରିମାନା ସହ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ। ମଦ୍ୟପାନ କରି ଗାଡ଼ି ଚଳାଇବା, ନିଶାସକ୍ତ ହୋଇ ଗାଡ଼ି ଚଳାଇଲେ ପୂର୍ବରୁ ଜରିମାନା 10,000 ଟଙ୍କା କିମ୍ବା 6 ମାସ ଜେଲ୍ ଦଣ୍ଡ ଥିଲା। ବାରମ୍ବାର ଅପରାଧ କଲେ 15,000 ଟଙ୍କା ଜରିମାନା ଓ 2 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଜରିମାନା 500 ଟଙ୍କାରୁ ବୃଦ୍ଧି ପାଇ 5,000 ଟଙ୍କା ହୋଇଯିବ। ବିନା ହେଲମେଟ୍‌ରେ ଗାଡ଼ି ଚଳାଇଲେ ପୂର୍ବରୁ 100 ଟଙ୍କା ଜରିମାନା ଲାଗୁଥିଲା, କିନ୍ତୁ ଏବେ 1,000 ଟଙ୍କା ଜରିମାନା ଲାଗିବ ଏବଂ ଲାଇସେନ୍ସ 3 ମାସ ପାଇଁ ନିଲମ୍ବିତ କରିଦିଆଯିବ। ସିଟ୍ ବେଲ୍ଟ ନ ପିନ୍ଧିଲେ ମଧ୍ୟ 1,000 ଟଙ୍କାର ଜରିମାନା ଲାଗିବ।
ନମ୍ବର 8 ଆଜି 5 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ଆଜି 5 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ସନ୍ଧ୍ୟା 5ଟାରୁ ରାତ୍ର 10ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଜି 19 ତାରିଖ ବୁଧବାର ଚୈତ୍ର କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମୁଖ ସିଙ୍ଗାର ହେବେ କାଳିଆ ଠାକୁର। ଦତ୍ତ ମହାପାତ୍ର ସେବାୟତମାନଙ୍କ ଦ୍ୱାରା ଅନୁଷ୍ଠିତ ହେବ ଗୁପ୍ତ ନୀତି। ନମ୍ବର 9 ଆମା ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ 90,624 ପ୍ରକଳ୍ପକୁ ମିଳିଛି ଅନୁମୋଦନ। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରାୟ 25,000 ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହେବାକୁ ବାକି ଅଛି। ଓଡ଼ିଶା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ମଙ୍ଗଳବାର ରାଜ୍ୟ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାୟକ ବୈମକେଶ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ମୋଟ 90,624 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ଏବଂ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ ଜାରି ରହିଛି। ନମ୍ବର 10 ରାଜଧାନୀ ଦିଲ୍ଲୀରେ ଆହୁରି ସୁଦୃଢ଼ ହେବ ସାର୍ବଜନୀନ ପରିବହନ ବ୍ୟବସ୍ଥା। ପରିବହନ ମନ୍ତ୍ରୀ ପଙ୍କଜ କୁମାର ସିଂ ଆଜି ମଙ୍ଗଳବାର ଏଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ 1 ଏପ୍ରିଲରୁ ଦିଲ୍ଲୀରେ ରାସ୍ତାରେ ନୂତନ ଇଲେକ୍ଟ୍ରିକ୍ ବସ୍ ଚାଲିବା ଆରମ୍ଭ ହେବ, ଯାହା ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବ। ମନ୍ତ୍ରୀ ପଙ୍କଜ ସିଂ କହିଛନ୍ତି କି ବସ୍ ଅଭାବ ଦୂର କରିବା ପାଇଁ ଭେଣ୍ଡରଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି। ବସ୍ ଯୋଗାଣରେ କୌଣସି ଅଭାବ ରହିବ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ନମ୍ବର 11 ତ୍ରିଶୁଲିଆ ନୁହେଁ କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ। ତ୍ରିଶୁଲିଆ ନୁହେଁ ବରଂ କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପୂର୍ବ ସରକାର ଯେଉଁ ମେଟ୍ରୋର ପରିକଳ୍ପନା କରିଥିଲେ ତ୍ରିଶୁଲିଆ ପର୍ଯ୍ୟନ୍ତ, ତାହାର କାର୍ଯ୍ୟକ୍ରମ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ। କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି। ନମ୍ବର 12 5ଟି ବିଭାଗର 812 ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ସରକାରୀ ଚାକିରି ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ ନିଜକୁ ଜନସାଧାରଣଙ୍କର ସେବକ ଭାବେ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ରହିବା ଆବଶ୍ୟକ। ଆପଣମାନେ ଲୋକଙ୍କ ସେହି ଭରସାକୁ କୌଣସି ସମୟରେ କିମ୍ବା କୌଣସି ପରିସ୍ଥିତିରେ ଭାଙ୍ଗିବେ ନାହିଁ ବୋଲି ମୋର ଆଶା। ଆପଣଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏବଂ କାର୍ଯ୍ୟ ଜନମଙ୍ଗଳ ଉପରେ ଆଧାରିତ ହେବା ଉଚିତ। ମଙ୍ଗଳବାର ସ୍ଥାନୀୟ କୃଷି ଶିକ୍ଷା ସଦନଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୁଦାୟ 5ଟି ବିଭାଗର 812 ଜଣ ନବନିଯୁକ୍ତମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ନମ୍ବର 13 ଜିଲ୍ଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍। ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ଗଞ୍ଜାମ ଜିଲ୍ଲା ପକ୍ଷରୁ ଛତରପୁର ସ୍ଥିତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ 10 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଶତାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପକ୍ଷରୁ ଏକ ବିଶାଳ ର୍ୟାଲି DRDA ଛକରୁ ବାହାରି ସହର ପରିକ୍ରମା କରି ଛତ୍ରପୁର ଉପଜିଲ୍ଲାପାଳ ଅଫିସ ଦେଇ ଜିଲ୍ଲାପାଳଙ୍କ ଅଫିସଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନେତାମାନେ ଦାବି ଉପସ୍ଥାପନା କରିଥିଲେ। ନମ୍ବର 14 ପ୍ରବଳ ବର୍ଷା ସୂଚନା ୱାର୍ଣ୍ଣିଂ ଜାରି। କାଳବୈଶାଖୀ ଆସୁଛି, ଏହାର ପ୍ରଭାବରେ ରାଜ୍ୟରେ ତାତି କମିବ। ଆଶ୍ୱସ୍ତି ହେବେ ରାଜ୍ୟବାସୀ। ଗୁରୁଦେବ ବଳଦେବ ସାଙ୍ଗକୁ ଟ୍ରାଫ୍ ଲାଇନ ପ୍ରଭାବରେ ଆସନ୍ତା 20ରୁ 26 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ମୁତାବକ 20ରୁ 22 ତାରିଖ ଯାଏଁ କାଳବୈଶାଖୀର ଅଧିକ ପ୍ରଭାବ ଦେଖିବାକୁ ମିଳିବ। ନମ୍ବର 15 ରାସନ କାର୍ଡ଼ ନିୟମକୁ ନେଇ ଚିନ୍ତାରେ ଶହ ଶହ ହିତାଧିକାରୀ। ଲୁହ ଗଡ଼ାଉଛନ୍ତି ମହିଳା। ରାସନ କାର୍ଡ଼ ନିୟମକୁ ନେଇ ଚିନ୍ତାରେ ଶହ ଶହ ହିତାଧିକାରୀ। ଗୋଟିଏ ପଟେ ପଞ୍ଚାୟତ ଚାଉଳ ଦେବା ବନ୍ଦ ପରେ ପଞ୍ଚାୟତ ସମିତି ଯୋଗାଣ ଅଧିକାରୀଙ୍କ ହିତାଧିକାରୀଙ୍କୁ ତାଗିଦ ଏବେ ଚିନ୍ତାର ବିଷୟ ପାଲଟିଛି। କେନ୍ଦୁଝର ଆନନ୍ଦପୁର ହାଟଡିହି ବ୍ଲକରେ ମୋଟ 33,000ରୁ ଊର୍ଦ୍ଧ୍ୱ ହିତାଧିକାରୀ ଥିବାବେଳେ 868 ପରିବାରଙ୍କୁ ନୋଟିସ୍ ଆସିଛି ରାସନ କାର୍ଡ଼ ଫେରାଇବା ପାଇଁ। ସେଥିମଧ୍ୟରୁ ଅନେକ ହିତାଧିକାରୀ ଗରିବ ଶ୍ରେଣୀର ଥିବାବେଳେ ବର୍ତ୍ତମାନ ପରିବାର ଚଳାଇବାକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି। ଅନେକ ପଞ୍ଚାୟତରେ ଏବେ ନା ଥିବା ହିତାଧିକାରୀଙ୍କୁ ରାସନ ଦିଆଯିବା ବନ୍ଦ କରାଯାଇଛି। ଅନ୍ୟପଟେ ବ୍ଲକରେ ଥିବା ଯୋଗାଣ ବିଭାଗରେ ହିତାଧିକାରୀଙ୍କ ଲାଇନ୍ ଲାଗିଛି। କାହିଁକି ରାସନ କାର୍ଡ଼ କଟାଗଲା, ଏନେଇ ଅନେକ ମହିଳାଙ୍କ ଆଖିରେ ଲୁହ।
ନମ୍ବର 16 ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା 2025। ଏଥି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମବାୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ତୋଷାଳୀ ମେଳା ହେବ ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ନିଦର୍ଶନ। ଆସନ୍ତାକାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍ଘାଟନ କରିବେ। ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ନିମନ୍ତେ ଏହା ଏକ ବଜାର ଯୋଗାଇ ଦେବେ। ନମ୍ବର 17 ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ। 21 ମାର୍ଚ୍ଚ ସନ୍ଧ୍ୟାରେ ଓଡ଼ିଶା ଆସିଥାନ୍ତେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ। ସମ୍ବଲପୁର, ଭୁବନେଶ୍ୱରରେ ଥିଲା କାର୍ଯ୍ୟକ୍ରମ। 21 ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିଥାନ୍ତେ ଅମିତ ଶାହା। 21 ତାରିଖରେ ଅମିତ ଶାହା ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇବାର କାର୍ଯ୍ୟସୂଚୀ ଥିଲା। ରାତ୍ରିରେ ଶାହା ଏମ୍ସିଏଲ୍ ଗେଷ୍ଟ ହାଉସରେ ରହିଥାନ୍ତେ। 22 ତାରିଖରୁ ସକାଳେ ସମଲେଇ ଦର୍ଶନ ପରେ ପିଡି ପଡ଼ିଆରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା। ନମ୍ବର 18 ଏଥର ମାଗଣାରେ ଦେଖିପାରିବେ IPL ମ୍ୟାଚ୍। ଜିଓ ଆଣିଲା ଧମାକାଦାର ପ୍ଲାନ୍। ମୁକେଶ ଅମ୍ବାନୀ ପରିବାର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବଜାରରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଚମତ୍କାର ଅଫର ଆଣିଛି। ଜିଓ ସିମ୍ ୟୁଜର୍ସମାନେ 299 ଟଙ୍କା କିମ୍ବା ତାଠାରୁ ଅଧିକ ମୂଲ୍ୟରେ ରିଚାର୍ଜ କଲେ ପୁରା IPL 2025 ସିଜନ୍ ମାଗଣାରେ ଦେଖିପାରିବେ। ଜିଓ 90 ଦିନର ମାଗଣା ସବସ୍କ୍ରିପସନ୍ ଲଞ୍ଚ କରିଛି। ସୂଚନାଯୋଗ୍ୟ, IPLର ପରବର୍ତ୍ତୀ ସିଜନ୍ ମାର୍ଚ୍ଚ 22ରୁ ମେ 25 ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ଣ୍ଣାମେଣ୍ଟର ମୋଟ 74ଟି ମ୍ୟାଚ୍ 13ଟି ସହରରେ ଖେଳିବାକୁ ଥିବାବେଳେ ଉଦ୍ଘାଟନୀ ଉତ୍ସବ କୋଲକାତାରେ ଅନୁଷ୍ଠିତ ହେବ। ନମ୍ବର 19 ରାଷ୍ଟ୍ରପତିଙ୍କ ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ। ରାଷ୍ଟ୍ରପତିଙ୍କ ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ। ଏଥିସହ ସ୍ଥଗିତ ରହିଲା ରେଭେନ୍ସାର ସମାବର୍ତ୍ତନ ଉତ୍ସବ। ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥାନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା 25 ତାରିଖରେ ସମାବର୍ତ୍ତନ ଉତ୍ସବ ହେବାକୁ ଥିଲା। ଏହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା। କିନ୍ତୁ କେଉଁ କାରଣ ପାଇଁ ରାଷ୍ଟ୍ରପତିଙ୍କ ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ ହେଲା, ତାର କାରଣ ଜଣାପଡ଼ିନି। ନମ୍ବର 20 ଆଠମ ବେତନ କମିଶନଙ୍କୁ ନେଇ ବଡ଼ ଅପଡେଟ୍। ଏତିକି ବଢ଼ିବ ଦରମା ଓ ପେନ୍ସନ୍। ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ସେ ନେଇ ଅନେକ ଆଲୋଚନା ହେଉଛି। ଅନେକ ଭାବୁଛନ୍ତି କର୍ମଚାରୀ ଦରମାରେ 186% ବୃଦ୍ଧି ପାଇବ। ପ୍ରକୃତରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେତେ ପ୍ରତିଶତ ବୃଦ୍ଧି ପାଇବ ତାହା ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ହିଁ ବୃଦ୍ଧି ପାଇବ। କିଛି ସାମ୍ପ୍ରତିକ ରିପୋର୍ଟ ମଧ୍ୟ ଆସିଛି ଯେଉଁଥିରେ କୁହାଯାଇଛି ଯେ ଦରମା ବୃଦ୍ଧି କେବଳ 10ରୁ 30% ହେବ। ଏହାଠାରୁ ଅଧିକ ନୁହେଁ। ଏହାର ଅର୍ଥ ହେଉଛି ଯିଏ 50,000 ଟଙ୍କା ବେତନ ପାଉଛନ୍ତି ତାଙ୍କର ସର୍ବାଧିକ ଦରମା 60ରୁ 65,000 ଟଙ୍କା ମଧ୍ୟରେ ହିଁ ରହିବ।